ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶତବାର୍ଷିକୀରେ ଗୋଟେ ଆୟୋଜନ ହେଇଛି। ତାଙ୍କର ସମସ୍ତ କାର୍ଯ୍ୟକଳାପ ସମସ୍ତେ ଯେମିତି ମନେ ରଖିବେ। ସେ ଗୋଟିଏ ସବୁଠାରୁ ବଡ଼ କାମ କରିଥିଲେ ଓଡ଼ିଶାରେ। ଯାହା ଯାହା କରିଥିଲେ କୃଷି କ୍ଷେତ୍ରରେ ବା ଶିଳ୍ପ କ୍ଷେତ୍ରରେ ସବୁର ଉଦ୍ଦେଶ୍ୟ ଥିଲା ଗୋଟିଏ ମଧ୍ୟବିତ୍ତ ପରିବାର ବର୍ଗର ଅର୍ଥନୈତିକ ବର୍ଗକୁ ସୁଦୃଢ଼ କରିବା। ଏବଂ ତାଙ୍କରି ସମୟରେ ହିଁ ଏକ ମିଡିଲ କ୍ଲାସ୍ ଇକୋନୋମିକ୍ କ୍ଲାସ୍ ଖୁବ୍ ଜୋରରେ ଓଡ଼ିଶାରେ ଗଢ଼ି ହେଇଥିଲା। ଯେଉଁଥିପାଇଁ ଆଜି ଯାହା ବିକାଶ ଆମେ ଦେଖୁଛେ ସେ କୃଷି କ୍ଷେତ୍ରରେ ହେଉ ବା ଶିଳ୍ପ କ୍ଷେତ୍ରରେ ହେଉ ସେଇ ବର୍ଗ ସୃଷ୍ଟି କରିଥିବା ଏବଂ ସେ ବ୍ୟବସ୍ଥା ସୃଷ୍ଟି କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହେତୁ ହିଁ ହୋଇଛି। ଏ କଥା ଆଜି ଆମେ ସମସ୍ତେ ସ୍ମରଣ କରିବା ଦରକାର। ଏବଂ ତାଙ୍କର ଏଗ୍ରିକଲଚର ପଲିସି, ତାଙ୍କର ଇଣ୍ଡଷ୍ଟ୍ରିଆଲ ପଲିସି, ଏସବୁ ଗୁଡ଼ିକ ଆମେ ଦେଖିଛେ। ଏବଂ ଏପରିକି ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଥମିକ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସେ ଅତ୍ୟନ୍ତ ଗୁରୁତ୍ୱ ଦେଉଥିଲେ। ଆମେ ସେତେବେଳେ ତାଙ୍କ ସମୟରେ ଏ ଦୁଇଟିଯାକ କ୍ଷେତ୍ରକୁ ମଧ୍ୟ ଦେଖିଛେ। ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସେଇ କାର୍ଯ୍ୟଗୁଡ଼ିକୁ ଯଦି ଆମେ ଠିକ୍ ଭାବରେ କାର୍ଯ୍ୟରେ ଲଗେଇ ପାରିଥାନ୍ତେ ତାହେଲେ ଆଜି ଆମ ରାଜ୍ୟରେ ଆଳୁ ପାଇଁକି ଆମେ ଅନ୍ୟ ରାଜ୍ୟ ପାଖରେ ହାତ ପାତନ୍ତେ ନାହିଁ। ଆଜି ଆମେ ଗୋଟେ ସ୍ୱାବଲମ୍ବନଶୀଳ ଭାବରେ ଅର୍ଥନୈତିକ ବ୍ୟବସ୍ଥା ଆମେ ସୃଷ୍ଟି କରିପାରିଥାନ୍ତେ, ଆମ ପାଖରେ ଥାନ୍ତା ଏବଂ ଆମେ ସେଥିକୁ ନେଇକି ଗର୍ବ କରୁଥାନ୍ତୁ। ପ୍ରକୃତରେ ବାସ୍ତବରେ ଓଡ଼ିଆ ଅସ୍ମିତା ସେ ଭାଷା ଦୃଷ୍ଟିରୁ ହେଉ, ସଂସ୍କୃତି ଦୃଷ୍ଟିରୁ ହେଉ ବା ସଭ୍ୟତା ଦୃଷ୍ଟିରୁ ହେଉ, ଯେତିକି ଭାବରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ସୁଦୃଢ଼ ଥିଲା, ସେ ଅସ୍ମିତାଟି ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ଏକ ସ୍ୱାବଲମ୍ବନଶୀଳ ଅର୍ଥନୀତିକୁ ତିଆରି କରିବାରେ ସବୁଠାରୁ ବଡ଼ କଥା ଥିଲା। ଯେଉଁଥିପାଇଁ ଆଜି ଯଦି କିଛି ରପ୍ତାନି ଆମେ ଭାରତ ବର୍ଷର ବାହାରକୁ ପଠା କରୁଛୁ ତାହେଲେ ଜାନକୀ ବଲ୍ଲଭ ପଟ୍ଟନାୟକ ସୃଷ୍ଟି କରିଥିବା ସେ ଯେଉଁ ଛୋଟ ବ୍ୟବସାୟୀ ମଧ୍ୟବିତ୍ତ ପରିବାରକୁ ଯେଉଁ କରିଥିଲେ, ଯେଉଁମାନେ ଟ୍ରଲର ପକାଇଥିଲେ, ଆଜି ସେମାନେ ସବୁ ବଡ଼ ବଡ଼ ବ୍ୟବସାୟୀ ଏବଂ ସମୁଦ୍ରଜାତ ମାଛ ବର୍ତ୍ତମାନ ରପ୍ତାନି ହେଉଛି। ଯେଉଁ ଯେଉଁ କ୍ଷେତ୍ର ଗୁଡ଼ିକରେ ଆମେ ଆଜି ଦେଖୁଛେ ଯେ ଆମର ଅଗ୍ରଗତି ବା ପ୍ରଗତି ହେଇଛି, ସେ ଓମଫେଡ ହଉ, ଯାହା ଯାହା ଦେଖୁଛେ, ଏପରିକି ଆମ୍ବ, ଲିଚୁ, ଯେଉଁ ଫଳ ଗୁଡ଼ିକ ଆମେ ଦେଖୁଛେ ଓଡ଼ିଶାରେ ଫଳ ଉତ୍ପାଦନ ବୃଦ୍ଧି ପାଇଛି ଏବଂ ବାହାରକୁ ରପ୍ତାନି ହେଉଛି, ସବୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟର ଅବଦାନ ଏବଂ ସେ ଏ କାର୍ଯ୍ୟଗୁଡ଼ିକ କରିଛନ୍ତି। ମୁଁ ଆଶା କରିବି ଏଇ ଯେଉଁ ଶତବାର୍ଷିକୀ ପାଳନ ହେଉଛି ତାର କର୍ମକର୍ତ୍ତାମାନଙ୍କୁ ତ ବହୁତ ଧନ୍ୟବାଦ ଦେଉଛି। ଏବଂ ଏଇ ତାଙ୍କର ସମସ୍ତ ବାର୍ତ୍ତା, ତାଙ୍କର ସମସ୍ତ କାର୍ଯ୍ୟ ଓଡ଼ିଶାର କୋଣେ ପ୍ରତି କୋଣେ ପୁଣି ଥରେ ପହଞ୍ଚିବାକୁ ପଡ଼ିବ। ଏବଂ ଯେଉଁ କାର୍ଯ୍ୟ ପହଞ୍ଚିଲେ ଯେଉଁମାନେ ଆଗାମୀ ଦିନର ସ୍ୱପ୍ନ ଦେଖୁଛନ୍ତି, ଏକ ପ୍ରଗତିର ବିକାଶର ସ୍ୱପ୍ନ ଦେଖୁଛନ୍ତି, ସେମାନେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସେଇ ସ୍ଥିତାବସ୍ଥା, ସେଇ ଯେଉଁ ଭିତ୍ତିଭୂମି ସେ ତିଆରି କରିଛନ୍ତି, ସେ ଭିତ୍ତିଭୂମିକୁ ଖୋଜିବେ ଏବଂ ସେ ଭିତ୍ତିଭୂମିକୁ ତାରି ଉପରେ ହିଁ ତାଙ୍କର ବିକାଶର ଧାରା ସୃଷ୍ଟି କରିବେ। ଏହା ହିଁ ହେଉଛି ମୋର ବିଶ୍ୱାସ, ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ତାଙ୍କର ଓଡ଼ିଆ ଭାଷା ପ୍ରତି ଆମେ ସମସ୍ତେ ଜାଣିଛେ। ଆଜି ଭାଷା, ଆମେ ଭାଷା କଥା କହୁଛେ, କିନ୍ତୁ ଭାଷା ପାଇଁକି ଯେଉଁ କାର୍ଯ୍ୟ କରିବା କଥା, ଭାଷାର ଅସ୍ମିତାକୁ ରକ୍ଷା କରିବା ପାଇଁକି ଓଡ଼ିଆ ଭାଷାକୁ ଯେଉଁ କାର୍ଯ୍ୟ କରିବା କଥା, ତାହା ହିଁ କେବଳ ଜାନକୀ ବଲ୍ଲଭ ପଟ୍ଟନାୟକ ଦୃଢ଼ ଭାବରେ ଆରମ୍ଭ କରିଥିଲେ। କିନ୍ତୁ ତାହା ଆଜି ଦିନରେ ନାହିଁ, ଆଜି ଦିନରେ ସେ ଦୁର୍ବଳ ହୋଇଯାଇଛି। ମୁଁ ଆଶା କରିବି ସେ ଭାଷାର ସୁଦୃଢ଼ତା, ସେ ଭାଷାର ଅସ୍ମିତା ପୁଣି ଥରେ ଆସିବ। ଏବଂ ଏଇ ବର୍ଷକ ଭିତରେ ଏଇ ଯେଉଁ ଶତବାର୍ଷିକୀ ପାଳନ କରୁଛେ, ସେ ଅବସରରେ ଆମେ ଏ ଭାଷା ପ୍ରତି ମଧ୍ୟ ଯତ୍ନଶୀଳ ହେବା।